ଆଧୁନିକ କାବ୍ୟଧାରା। କେଉଁ ଓଡ଼ିଆ କାବ୍ୟରେ ପ୍ରଥମ ଥର ପାଇଁ ଇଂରାଜୀ ସାହିତ୍ୟର ପ୍ରଭାବ ପରିଲକ୍ଷିତ ହୋଇଥିଲା? ଉତ୍ତର ଭ୍ରମଭଞ୍ଜନ। ଭ୍ରମଭଞ୍ଜନ କାବ୍ୟର ସ୍ରଷ୍ଟା କିଏ? ଉତ୍ତର ଜଗନମୋହନ ଲାଲା। ଇଂରେଜ କବି ଥମାସ ପର୍ନେଲଙ୍କ ଦ ହର୍ମିଟ୍ କାବ୍ୟର ଅନୁକରଣରେ କେଉଁ କାବ୍ୟକୃତି ରଚିତ ହୋଇଛି? ଉତ୍ତର ଭ୍ରମଭଞ୍ଜନ। ରାଧାନାଥ ରାୟ ଓଡ଼ିଆରେ କାବ୍ୟ ରଚନା ପୂର୍ବରୁ କେଉଁ ଭାଷାରେ ପ୍ରଥମେ କବିତା ରଚନା କରିଥିଲେ? ଉତ୍ତର ବଙ୍ଗଳା। ମେଘଦୂତର ଅନୁବାଦ କିଏ କରିଥିଲେ? ଉତ୍ତର ରାଧାନାଥ। କବିତାବଳୀର ସ୍ରଷ୍ଟା କିଏ? ଉତ୍ତର ରାଧାନାଥ ଓ ମଧୁସୂଦନ। କବିତାବଳୀ କେବେ ପ୍ରକାଶ ଲାଭ କରିଥିଲା? ଉତ୍ତର 1876। ଭାରତ ଗୀତିକାର ସ୍ରଷ୍ଟା କିଏ? ଉତ୍ତର ରାଧାନାଥ। ନିମ୍ନୋକ୍ତ କାବ୍ୟ ମଧ୍ୟରୁ କେଉଁଟି ରାଧାନାଥଙ୍କ ଦ୍ୱାରା ଅନୁବାଦ କରାଯାଇଛି? ଉତ୍ତର ତୁଳସୀ ସ୍ତବକ। ରାଧାନାଥଙ୍କର କେଉଁ କାବ୍ୟଟି ବେବିଲୋନ ଦେଶୀୟ ପିରାମସ ଥେସ୍ବେ ଉପାଖ୍ୟାନ ଅନୁଯାୟୀ ରଚିତ ହୋଇଛି? ଉତ୍ତର କେଦାର ଗୌରୀ। ରାଧାନାଥଙ୍କ କେଉଁ କାବ୍ୟରେ ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ ଉତ୍ସବର ବର୍ଣ୍ଣନା ରହିଛି? ଉତ୍ତର ଚନ୍ଦ୍ରଭାଗା। କାଳିଦାସଙ୍କ ଋତୁସଂହାରର ପ୍ରଭାବ ରାଧାନାଥଙ୍କର କେଉଁ କାବ୍ୟରେ ଦେଖିବାକୁ ମିଳେ? ଉତ୍ତର ଚିଲିକା। ମହାଭାରତର ସ୍ୱର୍ଗାରୋହଣ ପର୍ବର ଆଖ୍ୟାନ ରାଧାନାଥଙ୍କ କେଉଁ କାବ୍ୟରେ ପରିଲକ୍ଷିତ ହୋଇଥାଏ? ଉତ୍ତର ମହାଯାତ୍ରା। ନିମ୍ନୋକ୍ତ କୃତି ମଧ୍ୟରୁ କେଉଁଟି ଅମିତ୍ରାକ୍ଷର ଛନ୍ଦରେ ରଚିତ? ଉତ୍ତର ମହାଯାତ୍ରା। ମହାଯାତ୍ରାର ସର୍ଗ ସଂଖ୍ୟା କେତେ? ଉତ୍ତର 7। କ ସ୍ତମ୍ଭ ସହ ଖ ସ୍ତମ୍ଭର ନିର୍ଭୁଲ ମିଳନ କର। କ ସ୍ତମ୍ଭ ଖ ସ୍ତମ୍ଭ। ପାର୍ବତୀ ଆଗାମେନନ। ଚନ୍ଦ୍ରଭାଗା ଆପୋଲୋ ଡାଫ୍ନି। ଉଷା ଆଟଲାଣ୍ଟା ରେସ୍। ନନ୍ଦିକେଶ୍ୱରୀ ସିଲାବିନ୍ସ। ନିମ୍ନୋକ୍ତ କାବ୍ୟକୃତି ମଧ୍ୟରୁ କେଉଁଟି ଓଡ଼ିଆ ଭାଷାରେ ରଚନା କରାଯାଇ ନାହିଁ? ଉତ୍ତର ଭାରତ ଗୀତିକା। ନିମ୍ନୋକ୍ତ ପତ୍ରିକା ମଧ୍ୟରୁ କେଉଁଟି ରାଧାନାଥ ସାହିତ୍ୟର ବିରୋଧ କରୁଥିଲା? ଉତ୍ତର ଇନ୍ଦ୍ରଧନୁ। ଇଂରେଜ କବି ସ୍କଟଙ୍କ ଲେଡି ଅଫ ଦ ଲେକ୍ ଛାୟାରେ କେଉଁ କୃତିଟି ରଚିତ? ଉତ୍ତର ଚିଲିକା। ନିମ୍ନୋକ୍ତ କୃତି ମଧ୍ୟରୁ ରାଧାନାଥଙ୍କ କେଉଁ କୃତିଟି ଆଧୁନିକ ମହାକାବ୍ୟର ମାନ୍ୟତା ପ୍ରାପ୍ତ କରିଛି? ଉତ୍ତର ମହାଯାତ୍ରା। ଏଥିମଧ୍ୟରୁ କେଉଁଟି ବ୍ୟଙ୍ଗକାବ୍ୟ ଭାବେ ପରିଚିତ? ଉତ୍ତର ଦରବାର। ମିଲ୍ଟନଙ୍କ ପାରାଡାଇଜ ଲଷ୍ଟର ପ୍ରଭାବ ରାଧାନାଥଙ୍କ କେଉଁ କୃତିରେ ପରିଲକ୍ଷିତ ହୋଇଥାଏ? ଉତ୍ତର ମହାଯାତ୍ରା। ରଚନାକ୍ରମ ଅନୁଯାୟୀ ରାଧାନାଥଙ୍କ କାବ୍ୟ କେତୋଟିକୁ ସଜାୟ? ଉତ୍ତର କେଦାର ଗୌରୀ 1886, ଉଷା 1888, ପାର୍ବତୀ 1889, ମହାଯାତ୍ରା 1892। ରାଧାନାଥଙ୍କୁ ବ୍ରିଟିଶ ସରକାର 1866 ଖ୍ରୀଷ୍ଟାବ୍ଦରେ କେଉଁ ଉପାଧି ପ୍ରଦାନ କରିଥିଲେ? ଉତ୍ତର ରାୟ ବାହାଦୁର। ରାଧାନାଥଙ୍କୁ କବିବର ଉପାଧି କିଏ ପ୍ରଦାନ କରିଥିଲେ? ଉତ୍ତର ବାମଣ୍ଡା ରାଜା। ନିମ୍ନୋକ୍ତ କବିତା ମଧ୍ୟରୁ କେଉଁଟି ରାଧାନାଥଙ୍କର ନୁହେଁ? ଉତ୍ତର ହସି ହସି ଗଲୁ ମୋତେ କନ୍ଦାଇ କନ୍ଦାଇ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ରାଧାନାଥଙ୍କ କେଉଁ କାବ୍ୟରୁ ଏହି ପଂକ୍ତି ଆସିଛି? ଉତ୍ତର ଚିଲିକା। ରାଧାନାଥ ଜୀବନୀର ସ୍ରଷ୍ଟା କିଏ? ଉତ୍ତର ଦୁର୍ଗାଚରଣ ରାୟ। ଧର୍ମ ଏକା ସିନା ମହତ ପଣିଆ ଆଉ ବଡ଼ପଣ ଅଢ଼େଇ ଦିନିଆ। ରାଧାନାଥଙ୍କ କେଉଁ କାବ୍ୟରୁ ଏହା ଉଦ୍ଧୃତ ହୋଇଛି? ଉତ୍ତର ଦରବାର। ରାଧାନାଥଙ୍କ ଚିଲିକା କାବ୍ୟ ପ୍ରଥମେ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ଉତ୍କଳ ପ୍ରଭା। ନିମ୍ନୋକ୍ତ କବିମାନଙ୍କ ମଧ୍ୟରେ କିଏ ବ୍ରାହ୍ମ ଧର୍ମାବଲମ୍ବୀ ଥିଲେ? ଉତ୍ତର ମଧୁସୂଦନ ରାଓ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ମଧୁସୂଦନ ରାଓଙ୍କ କୃତି ନୁହେଁ? ଉତ୍ତର ବର୍ଣ୍ଣବୋଧକ। ମଧୁସୂଦନ ରାଓଙ୍କୁ ବ୍ରିଟିଶମାନେ 1907 ଖ୍ରୀଷ୍ଟାବ୍ଦରେ କେଉଁ ଉପାଧିରେ ଭୂଷିତ କରିଥିଲେ? ଉତ୍ତର ରାୟ ବାହାଦୁର। ମଧୁସୂଦନ ରାଓଙ୍କ ପ୍ରଥମ କବିତା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ଉତ୍କଳ ଦର୍ପଣ। ଜନ୍ମଭୂମି କବିତାର କବି କିଏ? ଉତ୍ତର ମଧୁସୂଦନ ରାଓ। ରାଧାନାଥଙ୍କ ସହ ମିଶି ମଧୁସୂଦନ ରାଓ ଯେଉଁ କବିତା ପୁସ୍ତକ ରଚନା କରିଥିଲେ ତାର ନାମ କ'ଣ? ଉତ୍ତର କବିତାବଳୀ। ମଧୁସୂଦନଙ୍କ ପଦ୍ମ କବିତା କେଉଁ କବିତା ସଂକଳନରୁ ଆନୀତ? ଉତ୍ତର ଛାନ୍ଦମାଳା। ମଧୁସୂଦନଙ୍କ ଆକାଶ ପ୍ରତି କେଉଁ ଧରଣର କବିତା? ଉତ୍ତର ସମ୍ବୋଧ ଗୀତିକା। ଓଡ଼ିଆ ସାହିତ୍ୟର ପ୍ରଥମ ଏଲିଜି ବା ଶୋକ ଗୀତିକା କିଏ ରଚନା କରିଥିଲେ? ଉତ୍ତର ମଧୁସୂଦନ ରାଓ।
କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ମହାଦେବୀ ଭିକ୍ଟୋରିଆ ଶୋକ କବିତା। ପଦ୍ମ ସମ୍ବୋଧନମୂଳକ କବିତା। ଜନ୍ମଭୂମି ଜାତୀୟତାବାଦୀ କବିତା। ନବଯୁଗର ଅଭିଷେକ ବ୍ରାହ୍ମଧର୍ମ ଦର୍ଶନମୂଳକ କବିତା। ଓଡ଼ିଆ ସାହିତ୍ୟର ପ୍ରଥମ ସମ୍ବୋଧନମୂଳକ କବିତା କିଏ ରଚନା କରିଥିଲେ? ଉତ୍ତର ମଧୁସୂଦନ ରାଓ। ମଧୁସୂଦନଙ୍କ ବସନ୍ତଗାଥା କବିତା ସଂକଳନରେ କେତୋଟି କବିତା ରହିଛି? ଉତ୍ତର 27। ମଧୁସୂଦନଙ୍କ ସଙ୍ଗୀତମାଳାରେ କେଉଁ ଚେତନା ଅଧିକ ଭାବେ ଦେଖିବାକୁ ମିଳେ? ଉତ୍ତର ଆଧ୍ୟାତ୍ମିକ ରହସ୍ୟବାଦୀ ଚେତନା। ମଧୁସୂଦନଙ୍କ ଋଷିପ୍ରାଣେ ଦେବାବତରଣ କବିତା କେଉଁ କବିତା ସଂକଳନରୁ ଆସିଛି? ଉତ୍ତର କୁସୁମାଞ୍ଜଳି। କୁସୁମାଞ୍ଜଳି କବିତା ସଂକଳନର କେତୋଟି କବିତା ରହିଛି? ଉତ୍ତର 11। ମଧୁସୂଦନଙ୍କ ହିମାଚଳେ ଉଦୟ ଉତ୍ସବ କବିତା କେଉଁ କବିତା ସଂକଳନରେ ସ୍ଥାନ ପାଇଛି? ଉତ୍ତର ଉତ୍କଳ ଗାଥା। ରେ ଆତ୍ମନିଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁସିନ୍ଧୁ କରାଳ ଲହରୀ। ଏହି ଉଦ୍ଧୃତିଟି ମଧୁସୂଦନଙ୍କ କେଉଁ କବିତାର ଅଂଶବିଶେଷ? ଉତ୍ତର ଜୀବନ ଚିନ୍ତା। ଓଡ଼ିଆ କବିତାରେ ପ୍ରଥମ ସନେଟ୍ ବା ଚତୁର୍ଦ୍ଦଶପଦୀ କବିତା କିଏ ରଚନା କରିଥିଲେ? ଉତ୍ତର ମଧୁସୂଦନ ରାଓ। ବ୍ରହ୍ମଜ୍ଞ ମଧୁସୂଦନ ଜୀବନୀ ପ୍ରବନ୍ଧର ସ୍ରଷ୍ଟା କିଏ? ଉତ୍ତର ମୃତ୍ୟୁଞ୍ଜୟ ରଥ। କେଉଁଟି ଫକୀରମୋହନଙ୍କ ପ୍ରଥମ କାବ୍ୟକୃତି? ଉତ୍ତର ଉତ୍କଳ ଭ୍ରମଣଂ। ଉତ୍କଳ ଭ୍ରମଣଂର ପ୍ରଥମ ପ୍ରକାଶକାଳ କେବେ? ଉତ୍ତର 1891। ନିମ୍ନୋକ୍ତ କାବ୍ୟକୃତି ମଧ୍ୟରୁ କେଉଁଟି ଫକୀରମୋହନଙ୍କର ନୁହେଁ? ଉତ୍ତର ସଙ୍ଗୀତମାଳା। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ଉତ୍କଳ ଭ୍ରମଣଂ 1891। ପୁଷ୍ପମାଳା 1894। ଅବସରବାସରେ 1908। ଧୂଳି 1912। କେଉଁ କାବ୍ୟରେ ଫକୀରମୋହନ ସମକାଳୀନ ସମାଜ ଓ ବ୍ୟକ୍ତିବିଶେଷଙ୍କୁ ବିଦ୍ରୂପ କରିଛନ୍ତି? ଉତ୍ତର ଉତ୍କଳ ଭ୍ରମଣଂ। ନିମ୍ନୋକ୍ତ କାବ୍ୟକୃତି ମଧ୍ୟରୁ କେଉଁଟି ଫକୀରମୋହନଙ୍କ ଶେଷ କାବ୍ୟକୃତି? ଉତ୍ତର ଧୂଳି। ଓଡ଼ିଆ କବିତାରେ ପ୍ରଥମ ବ୍ୟକ୍ତିଗତ ପ୍ରତୀକ ବ୍ୟବହାର କରିଥିବା କବି କିଏ? ଉତ୍ତର ଫକୀରମୋହନ ସେନାପତି। ନିମ୍ନୋକ୍ତ କବିତା ମଧ୍ୟରୁ କେଉଁଟି ଫକୀରମୋହନଙ୍କ ଦ୍ୱାରା ରଚିତ ନୁହେଁ? ଉତ୍ତର ଏ ସୃଷ୍ଟି ଅମୃତମୟ ହେ। ଫକୀରମୋହନଙ୍କ କେଉଁ କବିତାରେ ଦାମ୍ପତ୍ୟ ଜୀବନର କରୁଣ କାହାଣୀ ବର୍ଣ୍ଣିତ ହୋଇଛି? ଉତ୍ତର ଚକୁଆ ଚକୋଇ କଥା। ଫକୀରମୋହନଙ୍କ କେଉଁ କାବ୍ୟ ଉପରେ ବଙ୍ଗୀୟ କବି ନବୀନଚନ୍ଦ୍ର ସେନଙ୍କ ଅମିତାଭ କାବ୍ୟର ଛାପ ପଡ଼ିଛି? ଉତ୍ତର ବୌଦ୍ଧାବତାର। ଫକୀରମୋହନଙ୍କ ବହୁଚର୍ଚ୍ଚିତ କବିତା ହସି ହସି ଗଲୁ ମୋତେ କନ୍ଦାଇ କନ୍ଦାଇ କେଉଁ କବିତା ସଂକଳନରେ ସ୍ଥାନ ପାଇଛି? ଉତ୍ତର ଉପହାର। ଫକୀରମୋହନ ନିଜର କେଉଁ କାବ୍ୟରେ ଅମିତ୍ରାକ୍ଷର ଛନ୍ଦର ପ୍ରୟୋଗ କରିଛନ୍ତି? ଉତ୍ତର ବୌଦ୍ଧାବତାର। ଫକୀରମୋହନଙ୍କ ପୁଷ୍ପମାଳାର ଅଧିକାଂଶ କବିତା କେଉଁ ପତ୍ରିକାର ପ୍ରକାଶିତ ହୋଇଥିଲା? ଉତ୍ତର ଉତ୍କଳ ପ୍ରଭା। କ ସ୍ତମ୍ଭର ରଚୟିତାଙ୍କ ସହିତ ଖ ସ୍ତମ୍ଭର ରଚୟିତାଙ୍କୁ ଯୋଡ଼। କ ସ୍ତମ୍ଭର ରଚନା। କ ସ୍ତମ୍ଭ ଖ ସ୍ତମ୍ଭ। ଏ ସୃଷ୍ଟି ଅମୃତମୟ ହେ ମଧୁସୂଦନ ରାଓ। ମୋ ଗ୍ରାମ ମଲ୍ଲିକାଶପୁର ଫକୀରମୋହନ ସେନାପତି। ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ ରାଧାନାଥ ରାୟ। ଭାରତୀ ଭାବନା ଗଙ୍ଗାଧର ମେହେର। ଦେଖିଲି ଗୋଟାଏ ଚାଳି ଦୋକାନ ଦୋକାନୀର ନାମ ଯେ ଅବଧାନ ଦେଶୀ ସଡ଼ାମାଲ ବିକଇ ସେହି ପିଲାଏ କିଣନ୍ତି ପଇସା ଦେଇ। ଏହି ପଂକ୍ତି ଦୁଇଟି ଫକୀରମୋହନଙ୍କ କେଉଁ କବିତାରୁ ଆସିଛି? ଉତ୍ତର ମୁଁ ହାଟ ବାହୁଡ଼ା। ଚାହିଁ ଦେଖ କି ହୋଇଛି ତୋର ମାତୃଭାଷା କେବଳ କରିଛି ପୁତ୍ର ତୋତେ ମୋହି ଆଶା। କେବଳ କରିଛି ପୁତ୍ର ତୋତେ ମୋହି ଆଶା। କେଉଁ କବିଙ୍କ ଉଦ୍ଦେଶ୍ୟରେ ଫକୀରମୋହନ ଏହି କବିତା ପଂକ୍ତି ରଚନା କରିଛନ୍ତି? ଉତ୍ତର ଉପେନ୍ଦ୍ର ଭଞ୍ଜ। ନିମ୍ନୋକ୍ତ କବିତା ମଧ୍ୟରୁ କେଉଁଟି ଫକୀରମୋହନଙ୍କ କୃତି? ଉତ୍ତର ଜନ୍ମଭୂମି।
ପ୍ରକାଶ କାଳ କ୍ରମରେ ଫକୀରମୋହନଙ୍କ କାବ୍ୟକୃତିଗୁଡ଼ିକୁ ସଜାଇ ଲେଖ। ଉତ୍ତର ପୁଷ୍ପମାଳା 1884, ଉପହାର 1885, ଅବସରବାସରେ 1908, ଧୂଳି 1912। ଆହା ଫକୀର ମୋର ରଙ୍କୁଣୀ ଧନ, କିମ୍ପା ରହିଲୁ ପଡ଼ି ମୁଦି ନୟନ, ଆକୁଳେ ଡାକୁଅଛି ମୁଁ ତୋର ଜନନୀ, କିମ୍ପା ନ ଉଠୁ ଏତ ନୁହେଁ ରଜନୀ। ଫକୀରମୋହନଙ୍କ ଉଦ୍ଦେଶ୍ୟରେ କେଉଁ କବି ଏହି କବିତା ରଚନା କରିଥିଲେ? ଉତ୍ତର ଗଙ୍ଗାଧର ମେହେର। କ ସ୍ତମ୍ଭରେ ଥିବା ସ୍ରଷ୍ଟାଙ୍କ ସହିତ ଖ ସ୍ତମ୍ଭରେ ଥିବା ସେମାନଙ୍କ ଜନ୍ମକାଳ ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ଫକୀରମୋହନ 1843, ରାଧାନାଥ 1848, ମଧୁସୂଦନ 1853, ଗଙ୍ଗାଧର 1862। ନିମ୍ନୋକ୍ତ କବିତା ମଧ୍ୟରୁ କେଉଁଟି ଗଙ୍ଗାଧର ମେହେରଙ୍କ ପ୍ରଥମ କାବ୍ୟକୃତି? ଉତ୍ତର ରସରତ୍ନାକର। ରସରତ୍ନାକର କାବ୍ୟ କେଉଁ ଆଦ୍ୟବର୍ଣ୍ଣ ନିୟମରେ ରଚିତ? ଉତ୍ତର ର। ନିମ୍ନୋକ୍ତ କବିତା ମଧ୍ୟରୁ କେଉଁଟି ଗଙ୍ଗାଧରଙ୍କ ରଚନା ନୁହେଁ? ଉତ୍ତର ନିଶୀଥ ସଙ୍ଗୀତ। ନିମ୍ନୋକ୍ତ କାବ୍ୟ ମଧ୍ୟରୁ ଗଙ୍ଗାଧରଙ୍କ କେଉଁ କାବ୍ୟ କାଳିଦାସଙ୍କ ରଘୁବଂଶର ଛାୟାରେ ରଚିତ ହୋଇଛି? ଉତ୍ତର ଇନ୍ଦୁମତୀ। ଗଙ୍ଗାଧର ମେହେରଙ୍କ ସର୍ବପ୍ରଥମ ଆଧୁନିକ କାବ୍ୟ କେଉଁଟି? ଉତ୍ତର ଇନ୍ଦୁମତୀ। ଇନ୍ଦୁମତୀ କାବ୍ୟ କେତୋଟି ପର୍ଯ୍ୟାୟରେ ବିଭକ୍ତ ହୋଇଛି? ଉତ୍ତର 2। ସାରଳା ମହାଭାରତର କଥାବସ୍ତୁ ଆଧାରରେ ଗଙ୍ଗାଧରଙ୍କ କେଉଁ କାବ୍ୟ ରଚିତ? ଉତ୍ତର କୀଚକବଧ। କୀଚକବଧ କାବ୍ୟର ସର୍ଗ ସଂଖ୍ୟା କେତେ? ଉତ୍ତର 7। ବାଲ୍ମୀକିଙ୍କ ରାମାୟଣର ଉତ୍ତରକାଣ୍ଡ ଅନୁସରଣରେ ଗଙ୍ଗାଧର କେଉଁ କାବ୍ୟ ରଚନା କରିଛନ୍ତି? ଉତ୍ତର ତପସ୍ୱିନୀ। ନିମ୍ନୋକ୍ତ କୃତି ମଧ୍ୟରୁ ଗଙ୍ଗାଧରଙ୍କ କେଉଁ କାବ୍ୟରେ ରାମାୟଣର କଥାବସ୍ତୁ ନାହିଁ? ଉତ୍ତର ପ୍ରଣୟବଲ୍ଲରୀ। କ ସ୍ତମ୍ଭ ସହ ଖ ସ୍ତମ୍ଭର ଉପଯୁକ୍ତ ମେଳ ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ଇନ୍ଦୁମତୀ ରଘୁବଂଶ, କୀଚକବଧ ସାରଳା ମହାଭାରତ, ତପସ୍ୱିନୀ ଉତ୍ତରକାଣ୍ଡ, ପ୍ରଣୟବଲ୍ଲରୀ ଅଭିଜ୍ଞାନ ଶାକୁନ୍ତଳ। ତପସ୍ୱିନୀର ସର୍ଗ ସଂଖ୍ୟା କେତେ? ଉତ୍ତର 11। ଗଙ୍ଗାଧରଙ୍କ ପ୍ରଣୟବଲ୍ଲରୀ କାବ୍ୟ କାଳିଦାସଙ୍କ କେଉଁ କୃତି ଆଧାରରେ ରଚିତ? ଉତ୍ତର ଅଭିଜ୍ଞାନ ଶାକୁନ୍ତଳମ୍। ପ୍ରଣୟବଲ୍ଲରୀ କାବ୍ୟ କେଉଁ ରାଗରେ ରଚିତ? ଉତ୍ତର ବଙ୍ଗଳାଶ୍ରୀ। ପ୍ରଣୟବଲ୍ଲରୀ କାବ୍ୟର ସର୍ଗ ସଂଖ୍ୟା କେତେ? ଉତ୍ତର 7। ନିମ୍ନୋକ୍ତ କାବ୍ୟ ମଧ୍ୟରୁ କେଉଁଟି ଗଙ୍ଗାଧରଙ୍କ ଏକ ଅସମ୍ପୂର୍ଣ୍ଣ କାବ୍ୟକୃତି? ଉତ୍ତର ପଦ୍ମିନୀ। ଚତୁର୍ଦ୍ଦଶାକ୍ଷରୀ ବୃତ୍ତରେ ରଚିତ ଗଙ୍ଗାଧରଙ୍କ କାବ୍ୟଟିର ନାମ କ'ଣ? ଉତ୍ତର ଅଯୋଧ୍ୟା ଦୃଶ୍ୟ। ଉତ୍କଳର ଜାତୀୟତା ଓ ସୌନ୍ଦର୍ଯ୍ୟକରଣ ବୋଧର ପରିଚୟ ଗଙ୍ଗାଧରଙ୍କ କେଉଁ କାବ୍ୟରେ ଦେଖିବାକୁ ମିଳେ? ଉତ୍ତର ଉତ୍କଳ ଲକ୍ଷ୍ମୀ। ଅଯୋଧ୍ୟା ଦୃଶ୍ୟର ସର୍ଗ ସଂଖ୍ୟା କେତେ? ଉତ୍ତର 3। ଭାରତୀ ଭାବନାରେ କେତୋଟି ପଦର ସମାହାର ରହିଛି? ଉତ୍ତର 17। ଗଙ୍ଗାଧରଙ୍କ କେଉଁ କୃତିର ଶ୍ରୀକୃଷ୍ଣଙ୍କ ତିରସ୍କାର ଆଳରେ ବ୍ରିଟିଶ ସରକାରଙ୍କ ବିରୋଧରେ ବିଷୋଦ୍ଗାର ରହିଛି? ଉତ୍ତର ଭାରତୀ ଭାବନା। ନିମ୍ନୋକ୍ତ କୃତି ମଧ୍ୟରୁ କେଉଁଟି ଗଙ୍ଗାଧରଙ୍କ କୃତି ନୁହେଁ? ଉତ୍ତର ବିବିଧ କବିତା। ପ୍ରକାଶ କାଳ କ୍ରମରେ ସଜ୍ଜିତ ଗଙ୍ଗାଧର ମେହେରଙ୍କ ନିମ୍ନ କୃତିଗୁଡ଼ିକର କେଉଁ ଶୃଙ୍ଖଳାଟି ଠିକ୍? ଉତ୍ତର ଇନ୍ଦୁମତୀ 1883, କୀଚକବଧ 1903, ତପସ୍ୱିନୀ 1912, ପ୍ରଣୟବଲ୍ଲରୀ 1915। ଗଙ୍ଗାଧର ମେହେର କବିବର ରାଧାନାଥ ରାୟଙ୍କ ପରାମର୍ଶରେ ନିଜର କେଉଁ କାବ୍ୟର ରଚନାଶୈଳୀର ପରିବର୍ତ୍ତନ କରିଥିଲେ? ଉତ୍ତର ଅହଲ୍ୟାସ୍ତବ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଙ୍ଗାଧରଙ୍କ ଶେଷ କାବ୍ୟକୃତି? ଉତ୍ତର କୃଷକ ସଙ୍ଗୀତ। ଗଙ୍ଗାଧରଙ୍କ କେଉଁ କାବ୍ୟ ରୀତିକାବ୍ୟାଦର୍ଶ ଅନୁଯାୟୀ ରଚିତ ହୋଇଛି? ଉତ୍ତର ରସରତ୍ନାକର। କ ସ୍ତମ୍ଭ ସହ ଖ ସ୍ତମ୍ଭର ଉପଯୁକ୍ତ ମିଳନ କର। କ ସ୍ତମ୍ଭ ଖ ସ୍ତମ୍ଭ। ଅନିରୁଦ୍ଧ ରସରତ୍ନାକର, ଅଜ ଇନ୍ଦୁମତୀ, ବାଲ୍ମୀକି ତପସ୍ୱିନୀ, କୌଣମିନୀ ପ୍ରଣୟବଲ୍ଲରୀ। କି ଦେଇ ପୂଜିବି ଯାହା ମୁଁ ଦେଖୁଛି ସବୁ ତୁମ୍ଭରି ପ୍ରସାଦ, ଯାହା ବରସାଦ ତାଙ୍କୁ ଅରପିଲେ ହେବ ସିନା ଅପରାଧ। ଏହି କବିତା ପଂକ୍ତିଟି ଗଙ୍ଗାଧରଙ୍କ କେଉଁ କବିତାରୁ ଆଗତ? ଉତ୍ତର ଭକ୍ତି। ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ଏହା ଗଙ୍ଗାଧରଙ୍କ କେଉଁ କବିତାରେ ଉଲ୍ଲେଖ କରାଯାଇଛି? ଉତ୍ତର ଉଦ୍‌ବୋଧନ। ତପସ୍ୱିନୀ କାବ୍ୟରେ କେଉଁ ନଦୀର ବର୍ଣ୍ଣନା ରହିଛି? ଉତ୍ତର ତମସା। ତପସ୍ୱିନୀ କାବ୍ୟର ପ୍ରାରମ୍ଭରେ କବି କେଉଁ ଦେବୀଙ୍କୁ ସ୍ତୁତି କରିଛନ୍ତି? ଉତ୍ତର ସରସ୍ୱତୀ। କୀଚକବଧ